ଦୋଳାୟାଂ ଦୋଳ ଗୋବିନ୍ଦ ଚାପେ ଚ ମଧୁସୂଦନ ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ସେ ପରମ ବ୍ରହ୍ମ ଅଖିଳ ବ୍ରହ୍ମାଣ୍ଡର ଅଧିନାୟକ, ସର୍ବଶକ୍ତିମାନ, ସର୍ବନିୟନ୍ତା, ସର୍ବ ପ୍ରାଣର କେନ୍ଦ୍ରବିନ୍ଦୁ ଶ୍ରୀକୃଷ୍ଣଙ୍କ ଅଭୟ ପଦାରବିନ୍ଦରେ ବିନମ୍ର ପ୍ରଣାମଟିଏ ଢାଳି ଦେଇ ଆଜିର ଆସରକୁ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସାଦର ନିମନ୍ତ୍ରଣ କରୁଛି, ସ୍ୱାଗତ କରୁଛି, ସସମ୍ମାନେ ଆମନ୍ତ୍ରଣ କରୁଛି। ଆସନ୍ତୁ ଏହି ଅଧ୍ୟାୟକ ପରିସର ମଧ୍ୟକୁ ଆମେ ଆଲୋଚନା କରିବା ଯେ ମାଗିଖିଆ ଚତୁର ଗୋସାଇଁ। ଏକ ସୁନ୍ଦର ଅଧ୍ୟାୟଟିଏ। ଏ ଅଧ୍ୟାୟରେ ସେ ଗୋସାଇଁ କିଏ, ତାଙ୍କ ଚତୁରତାକୁ ଆମେ ମାପିବା। ମାଗି ଖାଇବା ମଧ୍ୟରେ କି ପ୍ରକାର ଭାବ ପରିସ୍ଫୁଟନ ହେଇଛି, ଏହି ପରିବେଶକୁ ନେଇ ଆମେ ଆଲୋଚନା କରିବା। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲିଛି ମଧୁମାସ। ଏହି ମାସଟି ମଧୁମାସ ବୋଲି ପରିଚୟ ପାଇଛନ୍ତି। କାହିଁକି ପରିଚୟ ପାଇଛନ୍ତି? ଆମର ମଧୁବାବୁ କହନ୍ତି, ଫାଲ୍ଗୁନ ଚୈତ୍ର ବସନ୍ତରେ ମୃଦୁ ମଳୟ ମନୋହରେ। ଏ ଫାଲ୍ଗୁନ ଚୈତ୍ର ମାସଟି ବସନ୍ତ ଋତୁ ନାମକରଣ ପାଇଛନ୍ତି ବା ମଧୁ ଋତୁ ମଧ୍ୟ କୁହାଯାଏ। ଏହି ଋତୁରେ ପରିସ୍ଥିତି ବା ପରିବେଶ, ପ୍ରକୃତି ଏକ ଶାନ୍ତ ବାତାବରଣ ମଧ୍ୟରେ ଗତି କରୁଥାଏ। ଥଣ୍ଡା ଆସ୍ତେ ଆସ୍ତେ ପ୍ରଶମିତ ଯାଏ। ଉଷ୍ଣତା, ସୂର୍ଯ୍ୟଙ୍କର ଉତ୍ତାପ ଧୀରେ ଧୀରେ କ୍ରମଶଃ ବଢ଼ିବାକୁ ଯାଉଥାଏ। ଏଇଭଳି ଶୀତର ଅବସାନ ଆଉ ଗରମ ବା ଉଷ୍ଣତାର ପ୍ରବେଶ ଏକ ଯୁଗ୍ମ ପରିସ୍ଥିତି ସୃଷ୍ଟି କରିଥାଏ ଭୂମଣ୍ଡଳରେ। ତତ୍ସହିତ ଆପଣଙ୍କର ଏ ଭାରତୀୟ ସଂସ୍କୃତି, ଭାରତୀୟ ପରମ୍ପରା ଅନୁଯାୟୀ ଉତ୍ତରରୁ ଦକ୍ଷିଣ ଗୋଲାର୍ଦ୍ଧକୁ ଯେଉଁ ବାୟୁ ପ୍ରବାହିତ ହୁଏ, ଏ ବାୟୁ ଉତ୍ତର ଗୋଲାର୍ଦ୍ଧରେ ଥିବା ଆମର ହିମାଳୟ ପର୍ବତର ପାର୍ବତ୍ୟ ଅଞ୍ଚଳରୁ ଏ ବାୟୁଟି ଦକ୍ଷିଣ ଦିଗ ଦେଇ ପୁନରପି ପ୍ରତ୍ୟାବର୍ତ୍ତନ କରେ। ତେଣୁ ହିମାଳୟର ବିଭିନ୍ନ ସୁଗନ୍ଧିତ ସମ୍ଭାରକୁ ନେଇ ବାୟୁଟି ପ୍ରବାହିତ ହୁଏ। ଏହାକୁ ମୃଦୁ ବାୟୁ ମଧ୍ୟ କୁହାଯାଏ, ମୌସୁମୀ ବାୟୁ ମଧ୍ୟ କୁହାଯାଏ। ଏହିଭଳି ଭାବରେ ବାୟୁଟି ଆରମ୍ଭ ହୋଇଥାଏ। ଏହା ପ୍ରାୟ ଆପଣଙ୍କ ଚୈତ୍ର ବୈଶାଖ ପର୍ଯ୍ୟନ୍ତ ମଧ୍ୟ ଗତି କରେ। ଏହାର ପ୍ରଭାବରେ ପ୍ରକୃତିର ପରିବେଶର ପରିବର୍ତ୍ତନ ହୁଏ। ବର୍ଷାର ଆଗମନକୁ ଏ ବାୟୁ ପ୍ରଭାବିତ କରେ। ତେଣୁ ଏ ବର୍ଷା ହେବା ଦ୍ୱାରା ପୃଥିବୀରେ ଉଦ୍ଭିଦ ଜଗତ ମାନେ ଅତ୍ୟନ୍ତ ଆନନ୍ଦିତ ହୁଅନ୍ତି ଆଉ ପ୍ରାଣୀ ଜଗତ ମାନଙ୍କ ପାଇଁ ହିତକାରୀ ହୁଏ। ବିଶେଷ ଭାବରେ ଏହି ଋତୁରେ ବୃକ୍ଷ ଗୁଡ଼ିକ ପତ୍ର ଝଡ଼ା ଦିଅନ୍ତି। ପତ୍ର, ପୁରାତନ ପତ୍ର ଶୁଷ୍କ ହୋଇ ଆସ୍ତେ ଆସ୍ତେ ନିମ୍ନାଭିମୁଖୀ ବି ଭୂପୃଷ୍ଠ ପତିତ ହୁଏ ଏବଂ ବୃକ୍ଷମାନଙ୍କରେ ନୂତନ ଭାବରେ ପତ୍ର ଗୁଡ଼ିକ ପଲ୍ଲବୀ ଆସେ, କଅଁଳି ଆସେ। ଇଏ ଏକ ମଧୁର ପରିବେଶ। ଆଉ ଆମ୍ବ ବୃକ୍ଷରେ ବଉଳମାନେ ପ୍ରସ୍ଫୁଟିତ ହୁଅନ୍ତି। ଆଉ ଏ ବଉଳ ନିଘଞ୍ଚ ପରିସ୍ଥିତି ମଧ୍ୟରେ ଥାଇ କୋକିଳ, ଯାହାକି ପକ୍ଷୀ ଜଗତର ଗାୟକ ଗାୟିକା ଭାବରେ କୋକିଳମାନଙ୍କର ସୁନ୍ଦର ସୁନ୍ଦର ସ୍ୱର ବେଶ ରୋମାଞ୍ଚକର କରିଥାଏ ପରିସ୍ଥିତିକୁ। ଆଉ ଚାଷୀ ଭାଇମାନଙ୍କର ପ୍ରାୟ ଚାଷ କାମ ସରିଯାଇଥାଏ। ସେମାନେ ଆଗରୁ କୃଷି ପ୍ରଧାନ ଥିଲା ଆମର ଜୀବିକା, ଆଉ ତା ସହିତ ବାଣିଜ୍ୟକୁ ନେଇ, ପଶୁପାଳନକୁ ନେଇ ଆମେ ବଞ୍ଚୁଥିଲେ। ତେଣୁ ସେହି ସମୟରେ ପ୍ରାୟ କୃଷିଜାତ ଦ୍ରବ୍ୟର ଉତ୍ପାଦନ, ସଂରକ୍ଷଣ ଏସବୁ ପ୍ରାୟ ସରିଯାଇଥାଏ। ଆଉ ସେଥିପାଇଁ ଭଗବାନ କୃଷ୍ଣ ଗୋପପୁରରେ ମଧ୍ୟ ଏ ପ୍ରକାର ପରିବେଶକୁ ନେଇ କିଭଳି ଗୋପପୁରବାସୀମାନେ, ମଣିଷମାନେ ଆନନ୍ଦ ପାଇବେ, ସେ ଏକ ପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ। ପରସ୍ପର ମଧ୍ୟରେ ଆକର୍ଷଣ, ପରସ୍ପରକୁ କିଭଳି ଭାବରେ ଖୋଜିବା, ଏଇଥିପାଇଁ ଏକ ଦୋଳଯାତ୍ରାର ବ୍ୟବସ୍ଥା କରିଥିଲେ। ଏ ଦୋଳଯାତ୍ରା ବ୍ୟବସ୍ଥାରେ ସେ ସମୟରେ ଥିଲା, ଯାହାକି ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା ରହିଛି, ଯେ ପ୍ରଭୁ ନିଜେ ସାଙ୍ଗସାଥିମାନଙ୍କୁ ନେଇ
ଘର ଘର ଦ୍ୱାର ଦ୍ୱାର ଏକ ଆନନ୍ଦ ପରିବେଶ ସୃଷ୍ଟି କରୁଥିଲେ। ଏବଂ ଯାହାକୁ ଆମେ ହୋଲି ଆଜି ଖେଳୁଛେ, ପ୍ରଭୁ 5 ଦିନ ଖେଳିଥିଲେ, 7 ଦିନ ଖେଳିଥିଲେ, 9 ଦିନ ଖେଳିଥିଲେ। ଏ ପ୍ରକାର ପ୍ରମାଣ ଦେଇ ଆମେ 9 ଦିନାତ୍ମକ ଦୋଳ ପୂର୍ଣ୍ଣିମା, 7 ଦିନାତ୍ମକ ଦୋଳ ପୂର୍ଣ୍ଣିମା, 5 ଦିନାତ୍ମକ ଦୋଳଯାତ୍ରା ଏସବୁ ଦୋଳ ଆମେ ବ୍ୟବସ୍ଥା କରନ୍ତି। ଆଉ ସେଇ ସମୟର କଥାକୁ ମନେ ପକାଇବା ପାଇଁ ଆଜି ମଧ୍ୟ ଆମେ ପାଳୁଛେ 7 ଦୋଳ, 9 ଦୋଳ, 5 ଦୋଳ ଏହିପରି ଭାବରେ ପାଳୁଛେ। ବିଶେଷ କରି ପଞ୍ଚୁଦୋଳଟି ବିଶେଷ ନାମିତ, ଯାହାକି ଏକାଦଶୀ ଠାରୁ, ଏହି ପାପନାଶିନୀ ଏକାଦଶୀ ଫାଲ୍ଗୁନ ଶୁକ୍ଳ ଏକାଦଶୀ ଠାରୁ, କିଏ ଆମଳକ ଏକାଦଶୀ ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରଭୁଙ୍କୁ ସେତେବେଳେ ତାଙ୍କ ସାଥୀମାନେ ଧରି ବୁଲୁଥିଲେ। ଆଜି ଆମେ ପ୍ରଭୁଙ୍କର ବିଗ୍ରହକୁ ଆଜି ମଦନ ମୋହନ କୁହନ୍ତୁ, ରସିକେଶ୍ୱର କୁହନ୍ତୁ, ସେ ଦାମୋଦର କୁହନ୍ତୁ, ସେ କୃଷ୍ଣମୂର୍ତ୍ତି କୁହନ୍ତୁ, ସେ ଯାହା କୁହନ୍ତୁ, ଆମେ ତାଙ୍କୁ ଗୋଟେ ବିମାନ କରୁଛେ। ସେତେବେଳେ ପ୍ରଭୁ ସ୍ୱତଃ ଯାଉଥିଲେ ସାଙ୍ଗମାନଙ୍କ ସହିତ, କିନ୍ତୁ ଆମେ ଆଜି ପ୍ରଭୁଙ୍କର ସାଙ୍ଗ ହୋଇଯାଇଛେ। ପ୍ରଭୁଙ୍କୁ ବିମାନରେ ଆମେ ଉପବେଶନ ପୂର୍ବକ ବିଭିନ୍ନ ସାଜସଜ୍ଜା ମଧ୍ୟରେ ବିମାନଟି ସୁନ୍ଦର କରିଦେଉଛେ। ଆଜି ବି ଡାକରା ଆସୁଛି ଭକ୍ତମାନଙ୍କ ଘରୁ, ଆଉ ପ୍ରଭୁ ଯାଇ ସନ୍ଧ୍ୟା ସମୟରେ ବାଜା ମୃଦଙ୍ଗ ହରିନାମ ସଂକୀର୍ତ୍ତନ ଏଭଳି ବାତାବରଣ ମଧ୍ୟରେ ତାଙ୍କର ସାଙ୍ଗସାଥୀ ଭାବରେ ଆମ୍ଭେମାନଙ୍କୁ ନିୟୋଜିତ କରି ପ୍ରଭୁ ଆଜି ମଧ୍ୟ ସାନ୍ଧ୍ୟରେ ବହୁ ଘର ଭ୍ରମଣ କରନ୍ତି। ଏଇଭଳି କେଉଁଠି ରାତି ପାଇବାର ବ୍ୟବସ୍ଥା ଅଛି, କେଉଁଠି ରାତି 12ଟା 1 ପର୍ଯ୍ୟନ୍ତ ମଧ୍ୟ ପ୍ରଭୁ ବୁଲନ୍ତି। ତାପରେ ଦେଉଳକୁ ବା ନିଜ ସ୍ଥାନକୁ ଯାଆନ୍ତି, ପୁନର୍ବି ଦ୍ୱାଦଶ ଦିନ ଯାଆନ୍ତି। ଏଇଭଳି ପ୍ରତିଦିନ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସନ୍ଧ୍ୟାରେ ପ୍ରଭୁ ଘର ଘର ଭକ୍ତମାନଙ୍କ ପାଖକୁ ଯାଆନ୍ତି। ଭକ୍ତମାନଙ୍କ ଆମନ୍ତ୍ରଣ ଥାଏ, ଆଉ ପ୍ରଭୁଙ୍କର ସାଙ୍ଗସାଥୀ ହିସାବରେ ସେବାକାରୀମାନେ ତାଙ୍କୁ ନେଇଯାଆନ୍ତି। ଇଏ ଏକ ଦୋଳ ପର୍ବର ଏକ ସୁନ୍ଦର ପରିବେଶ ପରିସ୍ଥିତି ସୃଷ୍ଟି ହୁଏ। ପରସ୍ପର ଠାକୁରଙ୍କୁ ଆଧାର କରି ଆମେମାନେ ମଧ୍ୟ ଫଗୁ ନିଜେ ପରସ୍ପର ମଧ୍ୟରେ ଆନନ୍ଦ ପ୍ରଦାନ ପାଆନ୍ତି। ଫଗୁ ଦ୍ୱାରା ଫଗୁ ଆମେ କାହାକୁ ଦିଅନ୍ତି, ଆମକୁ ମଧ୍ୟ କେହି ଲଗେଇ ଦିଅନ୍ତି। ଏ ଫଗୁରେ 5ଟି ରଙ୍ଗ ବ୍ୟବସ୍ଥା ଆମର ଯଜ୍ଞ କର୍ମ ଥିବାବେଳେ ଏ ଫଗୁରେ ବିଶେଷ ଭାବରେ ଆମେମାନେ ହଳଦୀ ରଙ୍ଗକୁ ବ୍ୟବହାର କରନ୍ତି, ଆଉ ଆପଣଙ୍କର ସବୁଜ ରଙ୍ଗକୁ ବ୍ୟବହାର କରନ୍ତି, ଆଉ ଲାଲ ରଙ୍ଗ ବା ଗୋଲାପୀ ରଙ୍ଗ, ଯାହା ହଉ ଏ 3ଟି ରଙ୍ଗ ବିଶେଷ ଭାବରେ ବ୍ୟବହାର କରନ୍ତି। କାହିଁକି? ଏ 3ଟି ରଙ୍ଗର ବିଶେଷତ୍ୱକୁ ଯଦି ଆମେ ଦେଖିବା, ସେଇ ଯଜ୍ଞରେ ପଞ୍ଚରଙ୍ଗ ବା ପଞ୍ଚବର୍ଣ୍ଣୀ ମୁରୁଜର ପ୍ରମାଣ ଅନୁଯାୟୀ ଏ 3ଟି ରଙ୍ଗ ହେଉଛି ଶାନ୍ତି, ମୈତ୍ରୀ ଓ ପ୍ରୀତି। ଏ 3ଟି ଭାବକୁ ବୁଝେଇଥାଏ। ଆପଣଙ୍କର ହଳଦୀ ରଙ୍ଗଟି ମୈତ୍ରୀ ଭାବକୁ ବୁଝାଉଥିଲା ବେଳେ, ଆଉ ପ୍ରୀତି ଭାବକୁ ବୁଝେଇଥାଏ ଲାଲ ରଙ୍ଗଟି, ଆଉ ଶାନ୍ତି ଭାବ ବୁଝେଇଥାଏ ସବୁଜ ରଙ୍ଗଟି। ତେଣୁ ପ୍ରଭୁ ଏଠି ଆମମାନଙ୍କୁ ଏଇ ଶିକ୍ଷା ଦେଲେ, ଏ ରଙ୍ଗ ମାଧ୍ୟମରେ ଆମେ ଯଦି ତାକୁ ଆଜି ଅବିର ଭାବି ଖାଲି ପରସ୍ପର ମଧ୍ୟରେ ବୋଳାବୋଳି ହେଇ এই ରଙ୍ଗ ବୋଳାର ଅନୁଭବ ଭିତରେ ରହିଯିବା, ପ୍ରଭୁଙ୍କ ଉଦ୍ଦେଶ୍ୟ ଚରିତାର୍ଥ ହେବନି। ପ୍ରଭୁଙ୍କ ଉଦ୍ଦେଶ୍ୟ ଥିଲା ମନ ମଧ୍ୟରେ ଏହି ଭାବକୁ ତୁମେ ଜାଗରଣ କର। ପରସ୍ପର ପ୍ରତି ମାନସିକତା ଏହି ପ୍ରକାର ପ୍ରତିଭାତ ହେଉ ଯେ ପରସ୍ପର ପ୍ରତି ଅନ୍ୟର ଦୁଃଖକୁ କିଭଳି ଘୁଞ୍ଚେଇବା, ଅନ୍ୟର ବିଷାଦ ମନକୁ କିଭଳି ଶାନ୍ତ କରିବା, ଅନ୍ୟର ବୈମାତୃକ ମନୋଭାବ କିଭଳି ଭାବରେ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବା, ମୈତ୍ରୀ ଭାବ ସୃଷ୍ଟି କରିବା। ତେଣୁ ଅନ୍ୟର ମରିଯାଇଥିବା ମନକୁ କିଭଳି ଭାବରେ ଆମେ ପ୍ରୀତି ମନ ଦେଇ ପୁନର୍ଜୀବିତ କରିବା, ମନ ମଧ୍ୟରେ ପ୍ରୀତିଭାବ, ତେବେ ଯାଇ ଜୀବନ ହେବ ଆନନ୍ଦମୟ। ତେଣୁ ପ୍ରଭୁଙ୍କର ଏଇ ଥିଲା ଏକ ସୁନ୍ଦର ଚିନ୍ତାଧାରା। ତେଣୁ ଏଇଭଳି ପରିସ୍ଥିତି ଭିତରେ ଆଜି ଗୋପପୁରରେ ପ୍ରଭୁ ଯେଉଁ ଲୀଳା କରିଥିଲେ ଦ୍ୱାପର ଯୁଗରେ, ତାହା ଆଜି ପର୍ଯ୍ୟନ୍ତ ଆମେମାନେ ପାଳି ଆସୁଛେ। କିନ୍ତୁ ଆମେ ମାତ୍ର ପ୍ରଭୁଙ୍କର ପ୍ରତ୍ୟେକ ବ୍ୟବସ୍ଥାକୁ ପାଳନ କରନ୍ତି ବନ୍ଧୁ, କିନ୍ତୁ ଏ ବ୍ୟବସ୍ଥା ମଧ୍ୟରେ ପ୍ରଭୁଙ୍କର ଶିକ୍ଷା କ'ଣ ରହିଛି, ସଂସ୍କାର କ'ଣ ରହିଛି, ଆଉ ଆମ୍ଭମାନଙ୍କୁ ଅନୁଭବ କରିବାର ପ୍ରଭୁଙ୍କର କି ପ୍ରଚେଷ୍ଟା ରହିଛି, ତାକୁ ଆମ୍ଭେମାନେ ଆଦୌ ବିଚାରକୁ ନିଅନ୍ତି ନାହିଁ। ଯେତେ ଓଷା ବ୍ରତ ଆମେ ପାଳନ କରୁଛେ, ସବୁକିଛି ଏଇଭଳି ଭାବରେ ଆମେ ପାଳନ କରି ଯାଉଛେ, କିନ୍ତୁ ତାର ମହତ୍ କିଛି ବୁଝୁ ନାହିଁ, ମହତ୍ଵ ବୁଝେ ନାହିଁ। ତେଣୁ ଯେ ପର୍ଯ୍ୟନ୍ତ ଆମେ ତାର ପଛର ଶିକ୍ଷା, ସଂସ୍କାର, ଆଦର୍ଶତାବାଦକୁ ନ ବୁଝିଥିବା, ଆମେ ଆମର ନିଜର ମାନସିକତାକୁ ପରିବର୍ତ୍ତନ କରିପାରିବା ନାହିଁ। ଯଦି ନିଜର ମନକୁ ଆମେ ପରିବର୍ତ୍ତନ କରିପାରିବା ନାହିଁ, ନିଜର ମନକୁ ସଜେଇ ପାରିବା ନାହିଁ, ନିଜର ମନକୁ ରାସ୍ତା ଦେଖାଇ ପାରିବା ନାହିଁ,
ଅନ୍ୟର ମନକୁ ସଜାଡ଼ିବାରେ ଆମେ ସହାୟକ କିପରି ହେବା। ତେଣୁ ଏଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ନିବେଦନ କରିବି, ପୁରାଣ ଶାସ୍ତ୍ରର ପ୍ରତ୍ୟେକ ପର୍ବକୁ ପାଳନ୍ତୁ, କିନ୍ତୁ ପର୍ବ ପଛରେ ଥିବା ରହସ୍ୟ ହେଉଛି ଜୀବନର ଆଦର୍ଶ ବା ଜୀବନ ପାଇଁ ଆବଶ୍ୟକତା। ଏଠି ପର୍ବ ଆବଶ୍ୟକତା ନୁହେଁ, ତା ପାଇଁ ଶିକ୍ଷା, ସଂସ୍କାର, ନୀତି ଇଏ ହେଉଛି ଆବଶ୍ୟକ ରହିଛି। ଏହାକୁ ବୁଝିବା, ଅନୁଭବ କରିବା, ଅନ୍ୟ ମଧ୍ୟରେ ଏହି ଭାବ ସୃଷ୍ଟି କରିବାର ପ୍ରଚେଷ୍ଟା କରିବା ହିଁ ପର୍ବ ପାଳିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଭୁଙ୍କର। ତେଣୁ ସେହି ପ୍ରଭୁଙ୍କର ଅଭୟପାଦ ପଦ୍ମରେ ନିବେଦନ ପୂର୍ବକ ଏହି ଅଧ୍ୟାୟରେ ପ୍ରଭୁ ଏହି ପ୍ରକାର ନୀତି ଶିକ୍ଷା ଦେବା ଉଦ୍ଦେଶ୍ୟରେ ଗୋଟେ ଭୋଗ ଖାଇବାର ପ୍ରଭୁ ବ୍ୟବସ୍ଥା ମଧ୍ୟ କରିଛନ୍ତି। ପ୍ରତି ଘରୁ ଘର ଆସନ୍ତି। ତେଣୁ ସେହି ଚତୁର ଗୋସାଇଁ ଭୋଗ ଖାଇବା ନାଁରେ ଆମକୁ ଯେଉଁ ଶିକ୍ଷା ଦିଅନ୍ତି, ମାଗି ଖାଆନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ପ୍ରଭୁଙ୍କ ଦୁଆରକୁ ଆମେ ନେଇକି ଯାଉ ମନ୍ଦିରକୁ ଭୋଗ ବର୍ଷ ସାରା, କିନ୍ତୁ ପ୍ରଭୁ ଏହି ସମୟରେ କୁହନ୍ତି ନା ମୁଁ ତୁମ ଘରକୁ ଯିବି। ତେଣୁକରି ଆମେ ପ୍ରଭୁଙ୍କୁ ଧରି ଆସନ୍ତି। ତେଣୁ ଏଠି ପ୍ରଭୁ ମାଗି ଖାଇବାର ଚିନ୍ତାଧାରା ନେଇଛନ୍ତି ଆମମାନଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ, ଉତ୍ତମ ବ୍ୟବସ୍ଥା ବୁଝିବା ପାଇଁ, ଉତ୍ତମ ନୀତିରେ ଆମମାନଙ୍କୁ ବାନ୍ଧି ରଖିବା ପାଇଁ, ଯୋଡ଼ି ରଖିବା ପାଇଁ। ତେଣୁ ପ୍ରଭୁଙ୍କର ସେ ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଆମେମାନେ ଆଶା ରଖିବା, ବିଶ୍ୱାସ ରଖିବା। ଆଉ ସେହି ପ୍ରଭୁଙ୍କର ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଆମେମାନେ ସମସ୍ତେ ଏ ଦୋଳ ପୂର୍ଣ୍ଣିମା ପାଳିବା। ଆଉ ଏ ଦୋଳ ପୂର୍ଣ୍ଣିମା ଏ ବର୍ଷ 3 ତାରିଖ ଦିନ ପଡ଼ୁଛି, ମାର୍ଚ୍ଚ 3 ତାରିଖ ଦିନ ପଡ଼ୁଛି। ଏ ଦିନ ମଧ୍ୟ ଗୋଟେ ଗ୍ରହଣର ବ୍ୟବସ୍ଥା ରହିଛି। ଏକ ଦୀର୍ଘମିଆଦୀ ସମୟକୁ ନେଇ ମଧ୍ୟ ଗ୍ରହଣଟି ସଂଗଠିତ ହୋଇଛି। ଏ ଗ୍ରହଣ ସମ୍ବନ୍ଧୀୟ ଆଲୋଚନା ପର ଅଧ୍ୟାୟରେ କରିବା। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କର ଅଭୟପାଦ ପଦ୍ମରେ ବିନମ୍ର ପ୍ରଣାମ ଢାଳି ଅଧ୍ୟାୟକୁ ବିଶ୍ରାମ ଦେବା। ଜୟ ଶ୍ରୀକୃଷ୍ଣ।